ଭାରତୀୟ ସଂସ୍କୃତି ଆଧ୍ୟାତ୍ମିକତା ଓ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି। ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଓ ଏହାକୁ ପୂଜା କରନ୍ତି। ଗଙ୍ଗା ଜଳର ମଧ୍ୟ ସ୍ୱତନ୍ତ୍ର କାରଣ ରହିଛି, ଯେଉଁ କାରଣରୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ନଷ୍ଟ ହୁଏ ନାହିଁ। ଆପଣ ନିଶ୍ଚୟ ଦେଖିଥିବେ, ଲୋକେ ଗଙ୍ଗା ଜଳକୁ ଘରକୁ ଆଣି ଅନେକ ବର୍ଷ ପର୍ଯ୍ୟନ୍ତ ସାଇତି ରଖନ୍ତି, କିନ୍ତୁ ଏହା କଦାପି ନଷ୍ଟ ହୁଏ ନାହିଁ କିମ୍ବା ଦୁର୍ଗନ୍ଧ ମଧ୍ୟ ହୁଏ ନାହିଁ। ଏହା ଶୁଣି ଆପଣଙ୍କ ମନରେ ଏକ ପ୍ରଶ୍ନ ଆସିପାରେ ଯେ ଗଙ୍ଗା ପାଣିରେ କ'ଣ ଅଛି ଯାହା ଏହାକୁ ସର୍ବଦା ସତେଜ ରଖୁଛି। ଆସନ୍ତୁ ଏହି ରହସ୍ୟକୁ ବିଜ୍ଞାନ ଦୃଷ୍ଟିକୋଣରୁ ବୁଝିବା। ଗଙ୍ଗା ଜଳର ଶୁଦ୍ଧତାର ବୈଜ୍ଞାନିକ ଆଧାର। ଗଙ୍ଗା ଜଳର ଶୁଦ୍ଧତା ପଛରେ ଅନେକ ବୈଜ୍ଞାନିକ କାରଣ ରହିଛି। ଏହି ଜଳ ନଷ୍ଟ ନ ହେବାରେ ସାହାଯ୍ୟ କରୁଥିବା ଏକ ମୁଖ୍ୟ ଉପାଦାନ ହେଉଛି ବ୍ୟାକ୍ଟେରିଓଫେଜ୍। ନ୍ୟାସନାଲ ଏନଭାୟରମେଣ୍ଟାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ ଗଙ୍ଗା ନଦୀ ଜଳରୁ ମିଳିଥିବା ବ୍ୟାକ୍ଟେରିଓଫେଜ୍ ବିଶେଷ ପ୍ରକାରର ଜୀବାଣୁ, ଯାହା ଜଳରେ ଥିବା କ୍ଷତିକାରକ ଜୀବାଣୁ ନଷ୍ଟ କରିଥାଏ। ଏହି ବ୍ୟାକ୍ଟେରିଓଫେଜ୍ ଗଙ୍ଗା ଜଳରେ ଏକ ପ୍ରାକୃତିକ ଫିଲ୍ଟର ଭାବେ କାମ କରେ, ଯାହା ଜଳକୁ ଶୁଦ୍ଧ ଓ ସୁରକ୍ଷିତ ରଖେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଅନ୍ୟ ନଦୀ ଅପେକ୍ଷା ଗଙ୍ଗା ନଦୀର ଜଳରେ ଅଧିକ ପରିମାଣର ଅମ୍ଳଜାନ ମିଳିଥାଏ। ଏହି ଅମ୍ଳଜାନର ପ୍ରଚୁରତା ହେତୁ ଜଳର ଗୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥାଏ। ଏହା ଜଳ ନଷ୍ଟ ହେବା ଓ ଦୁର୍ଗନ୍ଧରୁ ରକ୍ଷା କରିଥାଏ। ଏହି ଅତ୍ୟଧିକ ଅମ୍ଳଜାନ ଗଙ୍ଗା ନଦୀର ଉପରରୁ ତଳ ଅଂଶ ପର୍ଯ୍ୟନ୍ତ ଅଧିକ ଦେଖାଦିଏ, ବିଶେଷ କରି ହରିଦ୍ୱାର ଓ ଋଷିକେଶ ଭଳି ସ୍ଥାନରେ। ଏହି କାରଣରୁ ଏହି ସ୍ଥାନଗୁଡ଼ିକର ଜଳ ସବୁଠାରୁ ପବିତ୍ର ବୋଲି ବିବେଚନା କରାଯାଏ। ଗଙ୍ଗା ଜଳର ଐତିହାସିକ ଓ ଧାର୍ମିକ ମହତ୍ତ୍ୱ। ବୈଜ୍ଞାନିକ କାରଣ ସହ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଗଙ୍ଗା ଜଳର ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ଗଙ୍ଗା ନଦୀ ଦେବାଦେବୀଙ୍କର ଏକ ରୂପ ଭାବରେ ବିବେଚନା କରାଯାଏ। ଗଙ୍ଗା ପାଣିରେ ଗାଧୋଇବା ଓ ଏହାକୁ ଘରେ ରଖିବା ଦ୍ୱାରା ପାପ ନଷ୍ଟ ହୋଇଯାଏ ଓ ଘରେ ଶାନ୍ତି ଓ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଉପାସନା, ଯଜ୍ଞ, ଧାର୍ମିକ ରୀତିନୀତିରେ ଗଙ୍ଗା ଜଳ ବ୍ୟବହୃତ ହୁଏ। ଲୋକେ ମରିବା ପୂର୍ବରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଏହାକୁ ପିଅନ୍ତି। ଘରେ ଗଙ୍ଗା ଜଳ ରଖିବାର ଲାଭ। ଗଙ୍ଗା ଜଳକୁ ଘରେ ଦୀର୍ଘ ସମୟ ରଖିବାରେ ଅନେକ ଲାଭ ରହିଛି। ଏହା ସ୍ୱାଭାବିକ ଭାବରେ ଶୁଦ୍ଧ, ତେଣୁ ଜୀବାଣୁ କିମ୍ବା ଅନ୍ୟାନ୍ୟ ଅଣୁଜୀବ ଏଥିରେ ବଢ଼ିପାରନ୍ତି ନାହିଁ। ଧାର୍ମିକ ବିଶ୍ୱାସ ଅନୁସାରେ ଗଙ୍ଗା ଜଳକୁ ଘରେ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ବଜାୟ ରହେ, ଯାହା ବାୟୁମଣ୍ଡଳକୁ ପବିତ୍ର ଓ ଶାନ୍ତିପୂର୍ଣ୍ଣ ରଖେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ। ପ୍ରାଚୀନ କାଳରେ ଗଙ୍ଗା ଜଳ ଏକ ଔଷଧ ଭାବରେ ବ୍ୟବହୃତ ହେଉଥିଲା। ଏହାର ନିୟମିତ ବ୍ୟବହାର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ।